ବାଇବଲରେ କୁହାଯାଇଛି ନିନ୍ଦକ କିଏ? ବାଇବଲରେ କୁହାଯାଇଛି ନିନ୍ଦକ କିଏ? ଉତ୍ତର ହିତ 21 ଅଧ୍ୟାୟ 24 ପଦ। ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ। ସେ ଅହଙ୍କାର ଗାରିମାରେ କର୍ମ କରେ। ହିତ 19:25 ନିନ୍ଦକକୁ ପ୍ରହାର କଲେ ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ। ପୁଣି ବୁଦ୍ଧିମାନଙ୍କୁ ଅନୁଯୋଗ କଲେ ସେ ଜ୍ଞାନବାନ ହେବ। ହିତ 21:11 ନିନ୍ଦକକୁ ଦଣ୍ଡ ଦେଲେ ନିର୍ବୋଧ ଲୋକ ବୁଦ୍ଧିମାନ ହୁଏ। ପୁଣି ବୁଦ୍ଧିମାନଙ୍କୁ ବୁଝାଇ ଦେଲେ ସେ ଜ୍ଞାନବାନ ହୁଏ। 19:29 ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି। ହିତ 9:12 ତୁମ୍ଭେ ଜ୍ଞାନୀ ହେଲେ ଆପଣା ନିମନ୍ତେ ଜ୍ଞାନୀ ହେବ। ଯଦି ନିନ୍ଦା କର ଆପେ ତାହା ବହିବ। ହିତ 14:6 ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ, ମାତ୍ର ବୁଦ୍ଧିମାନ ପାଇଁ ଜ୍ଞାନ ସହଜ। ହିତ 22:10 ନିନ୍ଦକକୁ ବାହାର କରିଦିଅ, ତହିଁରେ କଳି ବାହାରିଯିବ। ପୁଣି ବିରୋଧ ଓ ଅପମାନ ନିବୃତ୍ତ ହେବ। ଆଜିର ଏହି ଶିକ୍ଷା ଉପରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।